ମୋ ଦୁଇ ପୁଅ ଅକ୍ଷୟ ଅଭୟ ବିଦ୍ୟାଶାଳାରୁ ଗୃହକୁ ଫେରି ଆସିଛନ୍ତି। ହେଲେ ସେମାନେ ଗଲେ କୁଆଡ଼େ ଦେଖାଯାଉନାହାନ୍ତି କାହିଁକି? ସେମାନେ ତାଙ୍କ ସାଙ୍ଗ ସହିତ ଖେଳିବାକୁ ଯାଇଛନ୍ତି ସ୍ୱାମୀ। ତାହେଲେ ଶୀଘ୍ର ଡାକ ମହାରାଣୀ ମୋ ଦୁଇ ପୁଅଙ୍କୁ। ଠିକ ଅଛି ସ୍ୱାମୀ। ଏ ଧନ ଅକ୍ଷୟା, ଏ ଧନ ଅଭୟା, କୁଆଡ଼େ ଗଲା ରେ ଧନ? ଶୀଘ୍ର ଆସ। प्रणाम माता पिता। हाँ बाबा। पिता धर्म, पिता स्वर्ग, पिता ही परम तप। अरे वाह। प्रीतरे प्रियंती बनी, प्रियंती सर्वदेवता। जननी जन्मभूमिश्च स्वर्गदपि गरीयसी। हो देवता हे माता पिता, तुम्हें तो हम देवता। हे माता पिता, तुम्हें तो हम देवता। हे माता पिता, गणिता आमकु सरिता कसाणा, गणिता आमकु सरिता कसाणा। लिखिछ जीवन गीता गीता गीता। हे माता पिता, तुम्हें तो आम देवता। हे माता पिता, पिता कहो बाबा। स्वर्ग ठुकु छता अटाई जे पिता। पिठु बिराट तुम्हें देखो माता। स्वर्ग ठुकु छता अटाई जे पिता। पिठु बिराट तुम्हें देखो माता। दिन राति आम करू अच्छा चिता। सुखर सौदा देउ सनिरुता। अबाटरे जीवु नाही मानिबु तब कथा। सेवा तुम करुथिबु हेब नाही अन्यथा। तुमे तो भाग्य विधाता। हे माता पिता, तुमे तो भाग्य विधाता। हे माता पिता, आम पाई सदा बेले साजियछ। आम पाई सदा बेले साजियछ। खरारे छाई भरतारे सदा। हे माता पिता,
ବାବା ଅକ୍ଷୟ माता पिता କହ ବାବା ଧୀର ଧୀର ଧ୍ୱଜା ଉଡ଼ାଇବୁ ତୁମ ପୁରା କରିଦବୁ ଅଧା ଗଡ଼ା କାମ ସତ କହୁଛ ବାବା ଧୀର ଧୀର ଧ୍ୱଜା ଉଡ଼ାଇବୁ ତୁମ ପୁରା କରିଦବୁ ଅଧା ଗଡ଼ା କାମ ଦୁନିଆକୁ ଦବୁ ଭାବ ସ୍ନେହ ପ୍ରେମ ସଂସାରେ ରଖିବୁ ତୁମରି ସୁନାମ রাজকীয় ধর্ম যে করিবু তো পালন সদা বেলে তব পাশে হেউথিবু নমন তুমি তো আম আশ্রিতা হে মাতা পিতা তুমি তো আম আশ্রিতা হে মাতা পিতা প্রাণীপাত তুম পদে জন্মদাতা প্রাণীপাত তুম পদে জন্মদাতা হৃদয় গোপাল নাট্য রচিতা হে মাতা পিতা তুমি তো আম দেবতা হে মাতা পিতা ଅକ୍ଷୟ ବାରେ ପୁତ୍ର ବା ତ ଦେବୀକୁ ଦେଖିଆ ଯେ ଆମ ଜୀବନଟା ଧନ୍ୟ ହେଇଯାଉଛି ରେ ବାବା ବାବା ଅକ୍ଷୟ ପିତା ବାବା ଭୟ ପିତା ତମ ଦେଭାଇକୁ ମୁଁ ଆଜି ଏକ ନିଷ୍ପତ୍ତି ଶୁଣିବାକୁ ଯାଉଛି ଆଉ ସେଇ ନିଷ୍ପତ୍ତି ଶୁଣିଲା ପରେ ତମ ଦେଭାଇଙ୍କର ମନ ଯେମିତି ଉଣା ନ ହୁଏ ବାବା ନା ପିତା ଆଉ ମୁଁ ଯେଉଁ ନିଷ୍ପତ୍ତିଟା ଶୁଣେଇବି ସେଇ ନିଷ୍ପତ୍ତିରେ ମୋ ପୁଅ ଅଭୟର ସମ୍ମତିଟା ନିହାତି ଦରକାର ବାବା हे पिता ଅଭୟ तेबे प्रकाश करंतु पिता तेबे प्रकाश करंतु ମୁଁ କହୁଛି ବାବା ମୋ ପୁଅ ଅକ୍ଷୟକୁ ଏ ମାହିତ୍ୟ ରାଜ ସିଂହାସନ ଅର୍ପଣ କରି ମୁଁ ମୋ ସେଇ ବୃଦ୍ଧ ଜୀବନଟାକୁ କାଳତିପାତ କରିପାରିବି ତେଣୁ ସେଥିରେ ତୋର ମତାମତ କ'ଣ ବାବା हे पिता ଅଭୟ ଆପଣଙ୍କ ବାକ୍ୟକୁ କେବେ ମୁଁ ଅନ୍ୟଥା କରିଛି ନା ବାବା ସିଏ ହେଉଛନ୍ତି ମୋ ଜ୍ୟେଷ୍ଠ ଭ୍ରାତା ସିଏ ରାଜା ହେଲେ ଯାହା ମୁଁ ରାଜା ହେଲେ ତାହା ଏଠି ମୋର କୌଣସି ଆପତ୍ତି ନାହିଁ ପିତା ଏଠି ମୋର କୌଣସି ଆପତ୍ତି ନାହିଁ ତୁ ସତ କହୁଛୁ ବାବା ହଁ ପିତା ବାବା ଅକ୍ଷୟ ପିତା ଏ ରାଜ୍ୟର ସମଗ୍ର ଜନପଦ ଜାଣିଛନ୍ତି ହଁ ନା? ମୁଁ ହେଉଛି ସାବତ ପୁତ୍ର ନା ଭାଇ ପିତା ମୁଁ ସାବତ ପୁତ୍ର ହେଲେ ମଧ୍ୟ ଆପଣ କେବେ ମୋତେ ସାବତ ପୁତ୍ର ହିସାବରେ ଦେଖି ନାହାନ୍ତି ହଁ ରେ ବାବା ଆଉ ମୋ ଭାଇ ଅଭୟ ମଧ୍ୟ ମୋତେ କେବେ ସାବତ ଭାଇ ବୋଲି କହିନି ନା ଜ୍ୟେଷ୍ଠ ଭ୍ରାତା ପିତା ମୋ ହିସାବରେ ତ ମୋ ଭାଇ ଅଭୟ ରାଜା ହେବା କଥା ଜ୍ୟେଷ୍ଠ ଭ୍ରାତା ଭାଇ ଏ ବଡ଼ ଭାଇ କେବେ କୋଉଠି ଦେଖିଛ ନା ନା କେବେ କୋଉଠି ଦେଖିଛ ବଡ଼ ଥାଉ ଥାଉ ସାନ ରାଜା ହେବାର ଅଭୟ ଏ ଜ୍ୟେଷ୍ଠ ଭ୍ରାତା ଭାଇ
ତୁମେ ରାଜା ହୁଅ ବଡ଼ ଭାଇ, ତୁମେ ରାଜା ହୁଅ, ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି। ଧନ୍ୟର ପୁତ୍ର ଭାତୃଭକ୍ତ ଅଭୟ, ତୋ ମୁଖରୁ ଏକଥା ଶୁଣି ଆଜି ତୋ ପିତାମାତାର ଜୀବନଟା କୁଣ୍ଠିମତ ହୋଇଯାଉଛି ରେ ବାବା। ହଁ, ମୋ ପୁଅ ଅକ୍ଷୟ ଏ ମାଣିକ୍ୟଗଡ଼ ରାଜ ସିଂହାସନ ଆରୋହଣ କରିବ। ବାବା ଅକ୍ଷୟ। ପିତା ଠିକ ଅଛି ପିତା, ହଁ ବାବା। ମୁଁ ନିଶ୍ଚୟ ରାଜା ହେବି। ହେଲେ ପିତା, ରାଜା ହେବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବା ପାଇଁ ଚାହୁଁଛି। କ'ଣ କହିବାକୁ ଚାହୁଁଛୁ ବାବା? ପିତା, ମୁଁ ଚାହୁଁଛି ଏଇ ଆମ ରାଜ୍ୟକୁ ଥରୁଟିଏ ପରିଭ୍ରମଣ କରିବା ପାଇଁ। କାହିଁକି ନା ମୁଁ ଜାଣିବାକୁ ଚାହୁଁଛି ଏଇ ଆମ ରାଜ୍ୟର ସମଗ୍ର ଜନପ୍ରଜା କିପରି ଭାବରେ ତାଙ୍କ ଜୀବନ ଯାପନ କରୁଛନ୍ତି ତାହା ମୁଁ ଥରୁଟିଏ ଦେଖିବାକୁ ଚାହୁଁଛି ପିତା। ଆପଣ ଯଦି ଆଦେଶ ଦେବେ ତାହେଲେ ଆସନ୍ତାକାଲି ମୁଁ ପରିଭ୍ରମଣ କରିବା ପାଇଁ ଯିବି। ଆସନ୍ତାକାଲି ତୁ ନିଶ୍ଚୟ ପରିଭ୍ରମଣ କରିବା ପାଇଁ ଯିବୁ ବାବା। ତୁ ହେଉଛୁ ରାଜପୁତ୍ର, ଆଉ ରାଜପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ରାଜଧର୍ମ ପାଳନ କରିବା। ହଁ ପିତା। ପ୍ରଜାକୁ କିପରି ପାଳନ କରାଯାଏ ଆଉ ସେଇ ପ୍ରାକ୍ତନ ଶତ୍ରୁକୁ କିପରି ଦମନ କରାଯାଏ ସେଇଟା ତୋତେ ଜାଣିବା ଆବଶ୍ୟକ। ନିଶ୍ଚୟ ପିତା। ହେଲେ ଗୋଟିଏ କଥା ବାବା, ପିତା, ତୁ ଏକା ଯିବୁନି, ତୋ ସାଥିରେ ତୋ ଭାଇ ଅଭୟକୁ ତୋତେ ନେଇକି ଯିବାକୁ ପଡ଼ିବ। ଏ କ'ଣ କହୁଛନ୍ତି ପିତା? ହଁ ବାବା, ହଁ। ମୋ ସହିତ ମୋ ଭାଇ ଅଭୟ ମଧ୍ୟ ଯିବ? ନା ପିତା, ମୁଁ ଏକାକି ଚାଲିଯିବି। ଜ୍ୟେଷ୍ଠ ଭ୍ରାତା, ଭାଇ, ଏ ବା ବଡ଼ ଭାଇ, ତୁମେ ଯଦି ଚାଲିଯିବ ଏଇ ଘରେ ରହିବା ପାଇଁ ଜମା ମୋତେ ଭଲ ଲାଗିବ ନାହିଁ। ଅଭୟ, ଏ ମୋ ଜ୍ୟେଷ୍ଠ ଭ୍ରାତା, ତୁମେ ହେଉଛ ମୋ ରାମଚନ୍ଦ୍ର, ମୁଁ ହେଉଛି ତୁମ ଲକ୍ଷ୍ମଣ। ଯେମିତିକି ରାମଙ୍କ ପାଇଁ ଲକ୍ଷ୍ମଣ 14 ବର୍ଷ ବନବାସ କଷ୍ଟ ସହି ତା ଭାତୃପ୍ରେମ ଦେଖାଇଥିଲେ, ଠିକ୍ ସେମିତି, ହଁ ଜ୍ୟେଷ୍ଠ ଭ୍ରାତା, ଠିକ୍ ସେମିତି ମୁଁ ସଦାସର୍ବଦା ତୁମ ପାଦ ସେବା କରିବାକୁ ଚାହୁଁଛି। ହଁ ବାବା। ଏ ବଡ଼ ଭାଇ, ଭାଇ, ମୋତେ ବି ସାଥିରେ ନେଇକି ଯାଅ ନା, ମୋତେ ବି ସାଥିରେ ନେଇକି ଯାଅ। ଠିକ ଅଛି ଭାଇ, ତୋର ଯଦି ଯିବାର ଇଚ୍ଛା ତାହେଲେ ଆସନ୍ତାକାଲି ତୁ ମୋ ସହିତ ପରିଭ୍ରମଣ କରିବା ପାଇଁ ଯିବୁ। ସତ କହୁଛ ବଡ଼ ଭାଇ? ହଁ ଭାଇ। ମା, ହରେ ଦେନା, ଏ ମା, ମା, ହରେ ଦେନା, ମୋତେ ନା ଭାରି ଭୋକ ହେଲାଣି। କହିଲାଣି ବାବା। ଭୋକ ଲାଗୁଛି ଦେନା? ହଁ, ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖିଥିଲେ ସୁନା। ସତ କହୁଛ ମା? ହରେ ଦେନା। ଏ ଜ୍ୟେଷ୍ଠ ଭ୍ରାତା, ଭାଇ, ଯିବା, ମୋତେ ନା ଭାରି ଭୋକ ହେଲାଣି। ଭୋକ ହେଉଛି? ହଁ, ମୋତେ ମଧ୍ୟ ଭୋକ ହେଉଛି ଭାଇ। ତାହେଲେ ଯିବା, ଚାଲ ଯିବା। ଯିବା ମା। ହରେ ଦେନା।